ପୂର୍ବତନ ବିଧାୟକ ହେଲେ ବିରୋଧୀ ଦଳ ବିଜେଡ଼ି, ବର୍ତ୍ତମାନ ବିଧାୟକ ହେଲେ ବିଜେପି ସମର୍ଥିତ ଲିକୁ ସାହୁ। ବଳବନ୍ତ ରାୟଙ୍କର ବଳ ବି ଦିନ ଥିଲା ଶାସନ ଥିଲାବେଳେ, ଏବେ ଲିକୁ ସିଏ ଥିଲେ ବର୍ତ୍ତମାନ ଶାସନ ଥିଲାବେଳେ ସିଏ ତାଙ୍କର ସବୁ ରସାବଳି ଭଳିଆ ଦୁର୍ନୀତି କରି ପଇସା ରୋଜଗାର କରୁଥିଲେ। ଇଏ ବାହୁବଳି ହିସାବରେ ମଧ୍ୟ ପଇସା ରୋଜଗାର କରୁଛନ୍ତି। ଯେଉଁ ଧର୍ମଶାଳାରେ ଏବେ ଯେଉଁ ଲାଗିଛି ଅଧର୍ମ ଯୁଦ୍ଧ, ଏ ଯୁଦ୍ଧରେ କେହି ରାମ ନୁହନ୍ତି କି ରାବଣ ନୁହନ୍ତି। ଏମାନେ ସବୁ ସ୍ୱାର୍ଥ ପାଇଁ ଲଢ଼େଇ। ଏଠି ପଥର ମାଫିଆ ଆଉ ବାଲି ମାଫିଆ, ବାଲି ଆଉ ପଥରର ଯେଉଁ ଅର୍ଥ ଆସୁଛି ସେ ଅର୍ଥକୁ ନେଇକି ଅନର୍ଥର ମୂଳ କାରଣ। ଆଉ ଯେଉଁ ଜିତୁ ବଳବନ୍ତ ରାୟ ହାରିଗଲା ପରେ ସିଏ ଚାହୁଁଛନ୍ତି ତା ରାଜନୈତିକ ପତିଆରା ଜାରି ରହୁ, କିନ୍ତୁ ଲିକୁ ସାହୁ ବିଧାୟକ ହେଲା ପରେ ସିଏ ତାଙ୍କର ଦବଦବା ବଜାୟ ରଖିଛନ୍ତି। ଯୋଡ଼େ ଭୁଲ ମିଶିଲେ ଗୋଟେ ଠିକ୍ ନୁହଁ। ସେଠି ସାଧାରଣ ଲୋକଙ୍କ ସମାଜସେବୀକି ଆନ୍ଦୋଳନ କରୁନାହାନ୍ତି, ରାଜନୈତିକ ସ୍ୱାର୍ଥ ଏବଂ ଅର୍ଥ ପାଇଁ ସେ ଯେଉଁ ଲଢ଼େଇ ଚାଲିଛି ସେଥିରେ ବିଜେଡ଼ି ଯେଉଁ ତାଙ୍କ ସପକ୍ଷରେ ବାହାରିଲା, ଯେହେତୁ ବିଜେଡ଼ି ଦଳର ଯେଉଁ କହିଲେ ଆମେ ଆନ୍ଦୋଳନ କରିବୁ ଗିରଫ, କାଲି 4 ଜଣ ଗିରଫ ହୋଇଛନ୍ତି, ମାମଲା ବି ରୁଜୁ ହୋଇଛି। ଏଇ ଘଟଣାଟି ଏଠି ରହିବ ନାହିଁ, କାରଣ ସେଇଟା ରାଜନୀତିର ଅନ୍ୟ ନାମ ହେଉଛି ଏକ ରାଜନୈତିକ କୁରୁକ୍ଷେତ୍ର। ତେଣୁ ସେ କୁରୁକ୍ଷେତ୍ର ଭଳିଆ ଲଢ଼େଇ ଚାଲିଛି। ଆଗରୁ ଏମିତି ଅନେକ ଘଟଣା ଘଟିଛି। ଏଠି ଯେଉଁ ଘଟଣା ଏଇଟା ନିର୍ବାଚନ ଠାରୁ ଆରମ୍ଭ କରିକିରି ଏପର୍ଯ୍ୟନ୍ତ ବୋଧେ 4-6 ଥର ସେଠି ଗଣ୍ଡଗୋଳ ଆରମ୍ଭ ହେଲାଣି। ଧର୍ମଶାଳା ଦିନେ ଥିଲା ପ୍ରଗତିର ପ୍ରୟୋଗଶାଳା, ଏବେ ଧର୍ମଶାଳା ହେଉଛି ଦୁର୍ନୀତିର ପ୍ରୟୋଗଶାଳା, ହିଂସାର ପ୍ରୟୋଗଶାଳା। ଧର୍ମଶାଳା ଯେଉଁ ଧର୍ମ ନାଁଟାକୁ ଏଇମାନେ ଯେଉଁ ଅଧର୍ମରେ ପରିବର୍ତ୍ତିତ କରିଛନ୍ତି, ଜଣେ ହେଉଛି ଓଲୁଅ ଆଉ ଜଣେ ବଣସାରୁ। ଓଲୁଅ କହୁଛି ବଣସାରୁକୁ ଆମେ ଦୁଇ ଯିବା ବ୍ୟବହାରକୁ ତୋବୁ ଗାଲୁ ଗାଲୁ ମୁହଁ ବି କୁଣ୍ଡେଇ ଯେତକ ପ୍ରଶଂସା ଆମାଣିଆ ମୁଣ୍ଡେଇ। ତେଣୁ ଯୋଡ଼େ ଭୁଲ ମିଶିଲେ ଗୋଟେ ଠିକ୍ ନୁହଁ। ତେଣୁ ଦୁଇଟା ମାଇନସକୁ ଯଦି ଲୋକ ପ୍ଲସ୍ କହିବେ ଯାହା ହେବା କଥା, ଗୋଟେ ଜନନେତାର ଯେଉଁ ଭଳି ଆଚରଣ ରହିବା କଥା, ଏ ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନ କରିଥିଲେ, ଦେଶ ପାଇଁ ସଂଗ୍ରାମ କରିଥିଲେ, କ'ଣ ଏମିତି ନିଜ ଭିତରେ ଯୁଦ୍ଧ କରିବା ପାଇଁ? ଏ ଯେଉଁ ଧର୍ମଶାଳାରେ ଯେଉଁ ବର୍ତ୍ତମାନ ବିବାଦ ଚାଲିଛି, ଏ ବିବାଦରେ ସାଧାରଣ ଲୋକ ଉପକାର ନୁହଁ, ୟା ବର ଅଧିକ ହିଂସା ଉପୁଜେଇବ, ରକ୍ତପାତ କରେଇବ। ତେଣୁକରି ଜନସାଧାରଣ ସାବଧାନ ହୁଅନ୍ତୁ। ଜନନେତା ଯେଉଁମାନେ ନିର୍ବାଚିତ ହୋଇଛନ୍ତି ସାଧାରଣ ଲୋକ ବିଶ୍ୱାସ ରଖନ୍ତୁ, ସେଠି ଶାନ୍ତିର ବାତାବରଣ ତିଆରି କରନ୍ତୁ।